ଥାନ୍ତି ଆନନ୍ଦରେ। ସେଥିପାଇଁ ସମସ୍ତେ ଟିକେ ହସନ୍ତୁ। ହାଲେଲୁୟା। ତାହେଲେ ପ୍ରଭୁଙ୍କର ଧନ୍ୟବାଦ ହଉ ଆଜିର ଏଇ ଦିନ ପାଇଁ। ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଛନ୍ତି ତାଙ୍କର ଉପସ୍ଥିତିରେ ବସିବା ପାଇଁ ଆଉ ଆନନ୍ଦ କରିବା ପାଇଁ। ହାଲେଲୁୟା। ପ୍ରଭୁଙ୍କ ଠାରେ ଆନନ୍ଦ ଆମମାନଙ୍କର ବଳ ଅଟେ। ସମସ୍ତେ କୁହନ୍ତୁ, ପ୍ରଭୁଙ୍କ ଠାରେ ଆନନ୍ଦ ମୋର ବଳ ଅଟେ, ମୋର ସୁସ୍ଥତା ଅଟେ, ମୋର ଶକ୍ତି ଅଟେ। ଏଣୁ ମୁଁ ପ୍ରଭୁଙ୍କ ଠାରେ ଆନନ୍ଦ କରିବି। ଆମେନ୍। ଉଚ୍ଚ କରତାଳ ଦେଇ ପ୍ରଭୁ ଧନ୍ୟବାଦ। ସମସ୍ତଙ୍କୁ ହାପି ପାମ୍ ସଣ୍ଡେ। ପାମ୍ ସଣ୍ଡେର ବହୁତ ବହୁତ ଶୁଭକାମନା। ଆପଣମାନେ ରେଡି ବାକ୍ୟ ଶୁଣିବା ପାଇଁ? ହାଲେଲୁୟା ହାଲେଲୁୟା। ଆଉ ଆଜି ଆମମାନେ ବିଶେଷ କରି ଏଇ ଦିନର ମହତ୍ଵକୁ ଆମେ ଜାଣିବା। ଏଇ ଦିନ ପ୍ରକୃତରେ କ'ଣ ହେଇଥିଲା? ଆଜିକୁ 2000 ବର୍ଷ ତଳେ ଜେରୁସାଲେମରେ କ'ଣ ହେଇଥିଲା, କେଉଁ ଘଟଣା ଘଟିଥିଲା ଆଜି ଆମେ ଦେଖିବା। ଆମେ ବାହାର କରିବା ଜହନ ଲିଖିତ ସୁସମାଚାର ଆଉ ତାର 12 ପର୍ବ 12 ଆଉ 13 ପଦ। ପର୍ବତକୁ ଆସୁଥିବା ବହୁ ସଂଖ୍ୟକ ଲୋକ ଯୀଶୁ ଜେରୁସାଲେମକୁ ଆସୁଅଛନ୍ତି ବୋଲି ଶୁଣି ଖଜୁରୀ ବାହୁଙ୍ଗା ଘିନି ତାହାଙ୍କୁ ଭେଟିବା ନିମନ୍ତେ ବାହାରି ଗଲେ ଓ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା, ପ୍ରଭୁଙ୍କର ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ ଧନ୍ୟ ଇସ୍ରାଏଲର ରାଜା। ଧନ୍ୟ ଇସ୍ରାଏଲର ରାଜା। ପ୍ରଭୁ ଯୀଶୁ କାହିଁକି ଆସିଥିଲେ ଜଗତରେ? ଉଦ୍ଧାର ସାଧନ କରିବା ପାଇଁ, ପରିତ୍ରାଣ ସାଧନ କରିବା ପାଇଁ। ଆମେ ଜାଣିଛୁ ବେଥଲେହେମରେ ସେ ଜନ୍ମ ହେଲେ ଆଉ ପାଖାପାଖି 30 ବର୍ଷ ପର୍ଯ୍ୟନ୍ତ ସେ ପିତାମାତାଙ୍କର ଆଜ୍ଞାଧୀନ ହୋଇ ରହିଲେ। ତାପରେ ଯେତେବେଳେ ତାଙ୍କର ସମୟ ଉପସ୍ଥିତ ହେଲା, କ'ଣ ଉପସ୍ଥିତ ହେଲା? ସମୟ। କ'ଣ ସମୟ? ଯେ ଏକ ବଧଯଜ୍ଞ ମେଷ ପରି ସାରା ମାନବ ଜାତିର ପରିତ୍ରାଣ ନିମନ୍ତେ, ଉଦ୍ଧାର ନିମନ୍ତେ ଯେଉଁ ରକ୍ତର ଆବଶ୍ୟକତା ଥିଲା, ଯେଉଁ ବଳି ହେବାର ଆବଶ୍ୟକତା ଥିଲା, ଆଉ ସେଇ ଯୋଜନାକୁ ସଫଳ କରିବା ପାଇଁ ପ୍ରଭୁ ଯୀଶୁ ଏହି ଦିନରେ ସେ ଜେରୁସାଲେମ ଅଭିମୁଖେ ସେ ଯାତ୍ରା ଆରମ୍ଭ କଲେ। ହାଲେଲୁୟା। ଆଉ ସେ ଯେତେବେଳେ ଜେରୁସାଲେମର ନିକଟବର୍ତ୍ତୀ ସେ ପହଞ୍ଚିଲେ, ସେତେବେଳକୁ ଲେଖାଯାଏ ତହିଁ ଆଜିର ପର୍ବକୁ ଆସିଥିବା ବହୁ ସଂଖ୍ୟକ ଲୋକ ଯୀଶୁ ଜେରୁସାଲେମକୁ ଆସୁଅଛନ୍ତି ବୋଲି ଶୁଣି, ତାମାନେ ଏଇ ଦିନରେ ପ୍ରଭୁ ଯୀଶୁ ଜେରୁସାଲେମକୁ ସେ ଆସୁଅଛନ୍ତି। ତାମାନେ ତାଙ୍କର ସେବା କାର୍ଯ୍ୟର ଶେଷରେ ସେ ଆସି ପହଞ୍ଚି ଯାଇଛନ୍ତି। ଆଉ ସେ ଜେରୁସାଲେମର ନିକଟବର୍ତ୍ତୀ ହିଁ ପହଞ୍ଚିଲେ। ଆଉ ଯେତେବେଳେ ଲୋକମାନେ ଏଟା ଶୁଣିଲେ, ସମସ୍ତେ କ'ଣ ଧରିକି ଆସିଲେ? ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରି ଗଲେ ଓ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା। এই হোসানা শব্দের অর্থ কোন জানেন? হোসানা বলি কহিলে সেভ নাও, ইংলিশ রে হচ্ছে সেভ নাও, আর তার অর্থ হচ্ছে ওড়িয়া হচ্ছে বর্তমান পরিত্রাণ কর, বর্তমান উদ্ধার কর, বর্তমান রক্ষা কর, আমানকু পাপর বন্ধন রক্ষা কর, আমানকু এই শয়তানর বন্ধন রক্ষা কর বলি লোক মানে হোসানা হোসানা বলি কইবাক লাগে, সেভ আস কইবাক লাগিলে। তারপরে প্রভুঙ্কর নামে যে আসুଛନ୍ତି সে ধন্য ধন্য ইসরায়েলর রাজা। আর সেমানে কইবাক লাগিলে যে সিয়ে হউଛନ୍ତି মসিহা, যে কি উদ্ধার করিবে, সে হউଛନ୍ତି ইসরায়েলর রাজা বলি লোক মানে স্বীকার করিবাক লাগিলে। কাহিଁକି ଜାଣିଛନ୍ତି? କାହିଁକିନା ପ୍ରଭୁ ଯୀଶୁ ଯୋଉ 3 ବର୍ଷ 6 ମାସ ପର୍ଯ୍ୟନ୍ତ ଯେତେ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କରିଥିଲେ, ସେ ସବୁ ନଗର ଯାକ ଗ୍ରାମ ଯାକ ବ୍ୟାପି ଯାଇଥିଲା, ଦେଶ ଯାକ ବ୍ୟାପି ଯାଇଥିଲା। ଆଉ ସେଇ ରାଜା ସେଇ ଯୀଶୁ ଏବେ ଜେରୁସାଲେମ ଆଡେ ଆସୁଅଛନ୍ତି। ହାଲେଲୁୟା।
एथिपाई से माने कहबाक लागले ये ही इस्राएल रो राजा ये ही मसीहा ये ही उद्धार करता बोली से माने कहबाक लागले तापरे एई सेम कथाटी हम माने मैथ्यूरिटी के पढिबा मैथ्यू बाइबा मु काहे के कहूची माने आपण धीरे धीरे बुझिबे एथिपाई ध्यान सहित आपण माने सुनंतु मैथ्यू 21 अध्याय आ तार 1 2 3 पद पढिबा ଯେତେବେଳେ ସେମାନେ ଜେରୁସାଲେମର ନିକଟବର୍ତ୍ତୀ ହୋଇ हां ବୈତଫାଗୀ ଓ ଜିତ ପର୍ବତ ନିକଟରେ ଉପସ୍ଥିତ ହେଲେ ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ ତୁମମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ ଆଉ ଯିବା ମାତ୍ର ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତା ସହିତ ଗୋଟିଏ ଶାବକକୁ ଦେଖିବ ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନି ଆସ ଆଉ ଯେବେ କେହି ତୁମମାନଙ୍କୁ କିଛି କହେ ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି ସେହି କ୍ଷଣି ସେ ସେମାନଙ୍କୁ ପଠାଇଦେବ। हालेलुया ए स्थान रे ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖା ହେଇଛି ଯୀଶୁ ହଉଛନ୍ତି ରାଜା ସେ ସ୍ୱର୍ଗରୁ ସେଇ ଜଗତକୁ ଓହ୍ଲାଇ ଆସିଲେ ଆଉ ସେ ଏଠି ଗଧରେ ଆସିବା ପାଇଁ ସେ ଗଧକୁ ଆଣିବା ପାଇଁ ସେ କହୁଛନ୍ତି ରାଜା ଖାସ କରି କେମିତି ଆସିଲେ ହାତୀରେ ନେଇକି ତାର ପୁରା ସାମର୍ଥ୍ୟ ପରାକ୍ରମ ଦେଖାଇବା ପାଇଁ राजा माने प्राय टिके गर्व था नहीं आशा माने प्राय आसले आपण देखते हाथी रे आसे नले घोड़ा रे आसे किंतु यीशु आसीबा पाई जेरूशलेम को आसीबा पाई से गध को बाछी ता कोन देखाउची आ यीशु जंदी गरे नम्र राजा हालेलुया यीशु राजा को पाई उच्च करता हो हालेलुया यीशु जते नम्र राजा आसे कहउचंती जाओ आ से पाखरु गर्थब को आनो फिटाई आनो मनिकट खानी आसे केही जदी तुमको कहिबे जे तुमन किछि कहि देबे कहिबो एमान को ठारे कहार प्रयोजन अछि कहार प्रयोजन अछि प्रभुंकर अच्छा एबे मु जदी कहबी जाओ आउ हमको घर गाय को फिटाई आनो आपण मान जीवे गाय फिटाइबा से लोग फिटाई देवा पे देबोगी हैं नाई आदर्श भाई कहते गाय फिटाई बोले हो ठीक अछि ने खाओ कहबे कि नाही मात्र ई स्थान में देखु जो जे से माने किछि जति कहिला बेलको ए माने कहछन प्रभुंकर प्रयोजन अछि हालेलुया जेतेबेले से माने कहि देले प्रभुंकर प्रयोजन अछि तेबे से गद छान को से माने देई देले काई जानचंती काई कि ना से माने जानले जे ये होचंती राजा हालेलुया आउ गोटे कथा से माने देले तार कारण होची कोन ना आउ गोटे कारण जे यीशु काहे कि गर्थबी ऊपर आसले गर्थबी बोले काहे कि से गथ ऊपर आसले के कहबो फास्ट कथा होचे नम्र राजा ठीक है तापरे काहे कि से गध ऊपर आसी से आसी तो घोड़ा ऊपर आस्ते आसी पारंती मतलब हाथी ऊपर भी आसी पारंती काहे कि से गध को बाची से तोले का तार उत्तर लिखा है देखो तो पढ़ो 21 रो 5 टिक पढ़ो तो 4 5 मिसे के पढ़ो हां द्वारा उक्त ई वाक्य जेपरि सफल हुए सेति निमंते यह घटिला सियोन रो कन्या को देख तोर राजा तो निकट को आसु अछंती से नम्र और गर्दवा रही शाबक गर्दव शाबक रही हालेलुया कोन पैसे पथरे आसीबा पय बाछले भाववादींकर उक्त वाक्य जेपरि सफल हेबो कारण चिखरियो भविष्यत वक्ता लिखाई देखो तो 5 पदरे तार रेफरेंस तले दियाइछि ना दियाइछि कोन लिखाइछि रेफरेंस 5 पदर साइड रे चिखरियो नोर न रे एही भविष्यत बाणी हेतिला जे जणे उद्धार करता आसीबे
ଆଉ ଜଣେ ମସିହା ଆସିବେ, ସେ ହଉଛନ୍ତି ପ୍ରଭୁ। ଆଉ ସେ ଯେତେବେଳେ ଗନ୍ଧରେ ସେ ଗନ୍ଧରେ ଚଢିକି ଆସିବେ, ସେତେବେଳେ ତୁମେ ଜାଣିଯିବ ସେ ହଉଛନ୍ତି ଇସ୍ରାଏଲର ରାଜା। ହାଲେଲୁୟା। ଆଉ ସେଥିପାଇଁ ଲୋକମାନେ ଖଜୁରୀ ବାହୁଙ୍ଗା ଧରିକିରି ଆସି କହିଲେ ଯେ ଇସ୍ରାଏଲର ରାଜା, ହୋସାନା ହୋସାନା, ପରିତ୍ରାଣ କର୍ତ୍ତା ହୋସାନା। ସେମାନେ ଚିହ୍ନି ଦେଲେ ଯେ ଇଏ ହଉଛନ୍ତି ଉଦ୍ଧାରକର୍ତ୍ତା। ହାଲେଲୁୟା। ଟିକେ ପଢିବା ଜିଖରିୟ 9 କୁ ଯିବା। ରେଡି 1 2 3 स्टार्ट। जोर से। हाँ। हालेलुया। बोलो होसाना। प्रिय माने यही भविष्यवाणी जिखरिय भविष्यवक्ता प्रकाश कले। केतेबेले जेतेबेले समस्त निराश हो जाइथिले, हताश हो जाइथिले, पापर बंधन रे थिले, शैतान रो बंधन रे थिले, सब दुखग्रस्त होई गिर थिले। हजार हजार वर्ष धरि पापर बंधन रे लोक माने मृत्यु भोग करुथिले, शैतान रो कर्तृक प्रपीड़ित थिले, रोग रे व्याधि रे सब प्रकार समस्या रे लोक बांधी गिर थिले, अंधकार बंधन रे थिले। आ सेही समय रे गोटे आनंदर कथा आसुची, गोटे उल्लासर भविष्यवाणी आसुची। कोन बोले आसुची? तो सियन कन्ये, हे जेरूशलेम निवासी, हे इस्राएल लोक माने, हे जगतवासी माने, तुमे माने आनंद करो। हालेलुया। तुमे माने उल्लास करो। जेतने लोक निराश रे थिले, हताश रे थिले, अंधकार रे थिले, पापर बंधन रे थिले, शैतान रो कर्तृक प्रपीड़ित, कागु तो माने के तो पूजा ही जाइछि, शैतान का पूजा कर देइछि, कागु तो भूत लागि जाउछि। आउ ताको से भूत ताको कोन करूछि? ताको एठी पकाउछि, सेठी पकाउछि, कागु नियारे पकाउछि, कागु तो पानी रे पकाई मार देबा पे चेष्टा करूछि। एपरि शैतान कर्तृक बहुत प्रपीड़ित लोक माने, कागु तो गुंगा भूत, कागु पूरा गुंगा कर देइछि, कागु तो अंध हो जाइछि। के से भूत माने अंध को बाइबल आपण पढिबे देखिबे, प्रभु यीशु गोटे गुंगा लोक सुस्थ कले, से आउ सेठी लिखा जाइछि गुंगा भूत ताठारु भाबी बाहर जानते, से लोक कथा कहला को लागिला। ए सब शैतान द्वारा लोक माने के तो गुंगा, के तो अंध, के तो बधिर, आउ के तो बहुत रोगग्रस्त, एही प्रकार रोग रे लोक माने पीड़ित अवस्था रे थिले, शैतान बंधन रे थिले। आ सेही समय गोटे भाववाणी आसुची। हालेलुया। कोन जे तुमे उल्लास करो, तुम रोग रे उद्धार करबा, उद्धार करता आसबा जाउछो। तुमे उल्लास करो, आनंद करो, तुमर रोग रे सुस्थ करबा, उद्धार करता आसबा जाउछन्ती, भूतग्रस्त लोक को मुक्त करबा, उद्धार करता आसबा जाउछन्ती। हालेलुया। हजार हजार वर्ष धरी जो पाप द्वारा मृत्यु आसिला, जो पाप जगत रे प्रवेश कला, सेही पाप को रक्त द्वारा क्षमा करबा पई उद्धार करता आसुछन्ती। जो शैतान लोक मान को हजार हजार वर्ष धरी बंधन रे रखला, सेही शैतान रो नाहुड़ को भांगी तार मस्तक को चूर्ण करबा, उद्धार करता आसुछ। हालेलुया। एते पई जिखरिय भविष्यवक्ता से कहउछन्ती आनंद करो। हालेलुया। से उल्लास करो। आपण देखंतु ए जिखरिय भविष्यवक्ता कर पुस्तक को जगह अछि? पुरातन नियम रो शेष पुस्तक आडे अछि, माने मलाखी होछि शेष पुस्तक, तार पूर्व पुस्तक होछि जिखरिय। माने शेष रे, पुरातन नियम शेष रे गोटे भाववाणी आसुछि। हालेलुया। जे उद्धार करता आसबा जाउछन, तापर से गोटे चिन्ह दउछन, तमे केमती तांको चिन्हिबो। हालेलुया। सेही जो मसीहा आसीबे, सेही जो उद्धार करता आसीबे, से तांको तमे चिन्हिबो केमती? ना से नम्र राजा, से गर्धव ऊपर आरोहण करी आसीबे, आ सेतेबेले तमे जानि देबो से होचती इस्राएल राजा।
ସେ ହେଉଛନ୍ତି ଉଦ୍ଧାରକର୍ତ୍ତା, ସେ ହେଉଛନ୍ତି ମୁକ୍ତିଦାତା, ସେ ହେଉଛନ୍ତି ପରିତ୍ରାଣକର୍ତ୍ତା ବୋଲି ତମେ ଚିହ୍ନି ଦେବ। ହାଲେଲୁୟା। ବୋलो ଯୀଶୁ ମହାରାଜ କି। ଦେଖନ୍ତୁ এই ঝিখরে ভবিষ্যৎ বক্তা ভবিষ্যৎবাণী কহিলে যে সে উদ্ধারকর্তা কিপরি আসবে, ଆଉ ସେ କହିଦେଲେ ଯେ ସେ ଗର୍ଦ୍ଧ ଉପରେ ଆରୋହଣ କରିକି ଆସିବେ, ସେ ଚିହ୍ନ ସେ ଦେଇଦେଲେ। ଆଉ ଆମେ ଦେଖିଛୁ ଏଇ ଭବିଷ୍ୟତବାଣୀକୁ ସଫଳ କରିବା ପାଇଁ ପ୍ରଭୁ ଯୀଶୁ ଗର୍ଦ୍ଧବକୁ ମଗାଇଲେ। ଆଉ ଯେତେବେଳେ ଗର୍ଦ୍ଧବକୁ ମଗାଇଲେ ଶିଷ୍ୟମାନେ ଯାଇଛନ୍ତି ଗର୍ଦ୍ଧବ ମାଗିବା ପାଇଁ, ଆଉ କହିଲେ ଯେ ପ୍ରଭୁଙ୍କର ପ୍ରୟୋଜନ ଅଛି, ସେତେବେଳେ ସେମାନେ ଜାଣିଦେଲେ ଯେ ଇଏ ହେଉଛନ୍ତି ପ୍ରଭୁ, ଇଏ ହେଉଛନ୍ତି ମସିହା, ଇଏ ହେଉଛନ୍ତି ସେ ଝିଖରେ ଭବିଷ୍ୟତ ବକ୍ତାଙ୍କର ଭବିଷ୍ୟତବାଣୀକୁ ସଫଳ କରିବାର ପ୍ରଭୁ। ହାଲେଲୁୟା। ଆଉ ସେଥିପାଇଁ ସେମାନେ ମନା କଲେ ନାହିଁ, ସେମାନେ କହିଲେ ହୋ ଖୁସିରେ କହିଲେ ନେଇଯାଅ, ପ୍ରଭୁଙ୍କର ଆହାର ପ୍ରୟୋଜନ ଅଛି। ଆଉ ସେତେବେଳେ ସେମାନେ ବୋଧଛୁଆକୁ ଦେଲେ। ତାପରେ ଆମେ ଦେଖୁଛୁ ଏବେ ଆମମାନେ ଟିକେ ଆଗକୁ ଚାଲିଯିବା, ସେ 21 ଅଧ୍ୟାୟକୁ ଯିବା। ମାଥ୍ୟୁ ମାଥ୍ୟୁ 21 ଅଧ୍ୟାୟ, ଆଉ ତାର ଆମେ 4-5 ପଢିଲୁ, ଆମେ ପଢିବା 6, 7, 8, 9 ଏପରି ପଢିବା। ସେଥିରେ ଶିଷ୍ୟମାନେ ଯାଇ ହଁ। ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ। ହଁ। ପୁଣି ଗର୍ଭବୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର କାଟିଦେଲେ, ଆଉ ସେ ତାହା ଉପରେ ବସିଲେ। ହଁ। ପୁଣି ଲୋକ ସମୂହ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ। ଆଉ ତାହାଙ୍କ ଆଗରେ ପଛରେ ଯାଉଥିବା ଲୋକ ସମୂହ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା, ଦାଉଦ ସନ୍ତାନ, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ, ଉର୍ଦ୍ଧ୍ୱ ଲୋକରେ ହୋଶାନା। ହାଲେଲୁୟା। ହାଲେଲୁୟା। ଦେଖନ୍ତୁ ସେମାନେ କହୁଛନ୍ତି ହୋଶାନା, ଦାଉଦ ସନ୍ତାନ। ପ୍ରେଜ୍ ଦ ଲର୍ଡ। କାରଣ ସେମାନେ ଜାଣିଥିଲେ ଯେ ଦାଉଦଙ୍କର ବଂଶରୁ ଉଦ୍ଧାରକର୍ତ୍ତା ଆସିବେ, ଆଉ ସେଥିପାଇଁ ଏଇ ଶବ୍ଦ ମଧ୍ୟ ସେଠାରେ ସେ ମେନସନ କରୁଛନ୍ତି, ଦାଉଦ ସନ୍ତାନ। ଅପ୍ରିୟମାନେ ଆଜି ବି ଯୀଶୁଙ୍କୁ ବହୁତ ଜଣ ଭାବବାଦୀ ବୋଲି ଭାବୁଛନ୍ତି। କଣ ବୋଲି ଭାବୁଛନ୍ତି? ଏ ଗୋଟେ ସାଧାରଣ ଭାବବାଦୀ। କିନ୍ତୁ ସେଇ ସ୍ଥାନରେ ଯୋଉ ଘଟଣା ଘଟିଥିଲା ଆଜିକୁ 2000 ବର୍ଷ ତଳେ, ମୁଁ କାହିଁକି ଏତେ ଏମ୍ଫାସିସ୍ କରି କହୁଛି ଯେ ଆପଣ ଜାଣନ୍ତୁ ଯେ ଏଇ ଦିନର ଘଟଣା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଇ ଦିନର ଘଟଣା ଯୀଶୁଙ୍କୁ ମସିହା ବୋଲି ପ୍ରକାଶ କରିଥିଲା। ହାଲେଲୁୟା। ଏଇ ଦିନର ଘଟଣା ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ବୋଲି ପ୍ରକାଶ କରିଥିଲା। ଏଇ ଦିନର ଘଟଣା ଯୀଶୁଙ୍କୁ ରାଜା ବୋଲି ପ୍ରକାଶ କରିଥିଲା। ଏଇ ଦିନର ଘଟଣା ଯୀଶୁଙ୍କୁ ସେଇ ଦାଉଦ ସନ୍ତାନ ବୋଲି ପ୍ରକାଶ କରିଥିଲା, ଯୋଉ ଦାଉଦ ସନ୍ତାନ କି ଆସିବେ ଆଉ ଜଗତର ଉଦ୍ଧାର କରିବେ, ଜଗତର ପାପ ବହି ନେଇଯିବେ। ହାଲେଲୁୟା। ଆଉ ଏଇ ଯୋଉ ବିଜୟ ଯାତ୍ରା ଥିଲା, ଏଇ ବିଜୟ ଯାତ୍ରା ଆଜିର ଦିନରେ ଯୋଉ ଯାତ୍ରା ଥିଲା, ତାହା ପ୍ରମାଣିତ କରୁଛି ଯେ ଯୀଶୁ ହେଉଛନ୍ତି ମସିହା, ଯୀଶୁ ହେଉଛନ୍ତି ଉଦ୍ଧାରକର୍ତ୍ତା, ଯୀଶୁ ହେଉଛନ୍ତି ମୁକ୍ତିଦାତା, ଯେ କି ଜଗତର ପାପ ନିମନ୍ତେ ସେ ବଳୀକୃତ ହେବା ପାଇଁ ସେ ଯାତ୍ରା ଆରମ୍ଭ କରୁଛନ୍ତି। ଆଜିର ଦିନ ଯୋଉ ଖଜୁରୀ ବାହୁଙ୍ଗା ପର୍ବ, ପାମ୍ ସଣ୍ଡେ, ଆର ଠିକ 5 ଦିନ ପରେ ଯୀଶୁ କ୍ରୁଶରେ ନିଜର ଜୀବନ ଦେଲେ। ବୁଝିପାରୁଛନ୍ତି? ସମୟକୁ ବୁଝନ୍ତୁ। ଏଇ ଯୋଉ ଦିନ ଏତେ ଗୁରୁତ୍ୱପୂର୍ଣ୍ଣ, ସେ ନିଜେ ସେ ଶତ୍ରୁ ହସ୍ତରେ ସମର୍ପିତ ହେବା ପାଇଁ ସେ ଜେରୁସାଲେମ ପ୍ରତି ସେ ଏଇ ଦିନର ଯାତ୍ରା କରୁଛନ୍ତି। ସେ ଆସିଥିବାର ଉଦ୍ଦେଶ୍ୟକୁ, କାର୍ଯ୍ୟକୁ ସଫଳ କରିବା ପାଇଁ ସେ ଏଇ ଦିନରେ ସେ ଯାତ୍ରା କରୁଛନ୍ତି। ଆଜିଠାରୁ 5 ଦିନ ପରେ ସେ କାହା ହସ୍ତରେ ସମର୍ପଣ ହେବେ? ଶତ୍ରୁ ହସ୍ତରେ। ଅର୍ଥାତ୍ ଶୁକ୍ରବାର ଆମେ ଗୁଡ୍ ଫ୍ରାଇଡେ ଆମେ ପାଳନ କରୁଛୁ, ନାଇଁ କି? ଗୁଡ୍ ଫ୍ରାଇଡେ, ଶୁଭ ଶୁକ୍ରବାର ଦିନ ପ୍ରଭୁ ଯୀଶୁ କ୍ରୁଶ ଉପରେ ନିଜର ଜୀବନ ଦେଲେ, ତାପରେ ସେ ମୃତ୍ୟୁବରଣ କଲେ, ତାପରେ 3 ଦିନ ପରେ ମୃତ୍ୟୁକୁ ଜୟ କରି ଉଠିଲେ, ଆଉ ପ୍ରମାଣିତ କଲେ ଯେ ଯେଉଁ ରାଜା, ଯେଉଁ ମସିହା ଆସିକି ଲୋକଙ୍କର ପାପ ନିମନ୍ତେ ସେ ବଳି ହେବାର ଥିଲା, ସେ ହେଉଛନ୍ତି ସେଇ ରାଜା। ହାଲେଲୁୟା। ତ ଏମାନେ ଆଗରୁ ଜାଣିଦେଲେ, ଇସ୍ରାଏଲର ଲୋକମାନେ ଜାଣିଦେଲେ ଯେ ଏଇ ହେଉଛନ୍ତି ସେ ମସିହା, କିନ୍ତୁ ଫାରୁସୀ ସାଧୁକି ମାନେ ମାନବାକୁ ଇଚ୍ଛା ନାହିଁ ତାଙ୍କର। ଦେଖୁଛନ୍ତି ଯେ କି ଅନ୍ଧକୁ ଆଖି ଦେଲେ, ଯେ କି ମୃତ ଲାଜରକୁ ଉଠେଇଲେ, ଯେ କି ବଧିର ଲୋକକୁ ଶୁଣିବା ପାଇଁ ଶକ୍ତି ଦେଲେ, ଯେଉଁ କାର୍ଯ୍ୟ ଗୁଡାକ
ଉଦ୍ଧାରକର୍ତ୍ତା ମସିହା ଆସି କରିବେ ବୋଲି ଲେଖା ଯାଇଥିଲା ସେ ସବୁ ଭବିଷ୍ୟତବାଣୀକୁ ଯୀଶୁ ସଫଳ କଲେ। ତଥାପି ଫାରୁସୀ ସାଧୁମାନେ ବିଶ୍ୱାସ କଲେ ନାହିଁ। କିନ୍ତୁ ଯୋଉ ଲୋକମାନେ ବହୁତ ସେ ଦବେ କହିଲ, ଯୋଉ ଲୋକମାନେ ଅଶାନ୍ତ ବିଳାସ ବାତାବରଣରେ ଥିଲେ, ଯୋଉମାନେ ବନ୍ଧନରେ ଥିଲେ, ସେମାନେ ମୁକ୍ତ ହେଲେ, ସେମାନେ ଯୀଶୁଙ୍କୁ ବିଶ୍ୱାସ କଲେ। ହାଲେଲୁୟା। ଆଉ ସେମାନେ ଯୀଶୁଙ୍କର ଗୌରବ କରିବାକୁ ଲାଗିଲେ। ଆଉ ଯେତେବେଳେ ସେମାନେ ଯୀଶୁଙ୍କର ଗୌରବ କରିବାକୁ ଲାଗିଲେ, ସେତେବେଳେ ଦେଖିବେ ଫାରୁସୀ ସାଧୁମାନେ ସେମାନଙ୍କୁ କହିବାକୁ ଲାଗିଲେ, ଗୁରୁ ଏମାନଙ୍କୁ କୁହନ୍ତୁ, ଏମାନେ ଚୁପ୍ ହୁଅନ୍ତୁ, ଏମାନେ ତୁନି ହୁଅନ୍ତୁ, ଚୁପ୍ ହୁଅନ୍ତୁ। ପରମେଶ୍ୱରଙ୍କ ବିଷୟରେ ଲେଖା ହେଇଛି, ଏଇଟା ପରମେଶ୍ୱରଙ୍କ ବିଷୟରେ ଲେଖା ହେଇଛି, ଆପଣଙ୍କ ବିଷୟରେ ଏମାନେ କହିକି ଆପଣଙ୍କୁ ଗୌରବ କରୁଛନ୍ତି, ସେମିତି ହେଇପାରିବ ନାହିଁ ବୋଲି ଫାରୁସୀ ସାଧୁମାନେ ଏମିତି କହିବାକୁ ଲାଗିଲେ। ଆପଣ ଟିକେ ପଢନ୍ତୁ। ଦିନ କଣ ହେଇଛି ତାପରେ 9 ପଦ ଆମେ ପଢିଲୁ। ସେମାନେ କହିବାକୁ ଲାଗିଲେ, ହୋଶାନା ଦାଉଦ ସନ୍ତାନ, ପ୍ରଭୁଙ୍କ ନାମରେ ଯିଏ ଆସୁଛନ୍ତି ସେ ଧନ୍ୟ, ଉର୍ଦ୍ଧ୍ୱ ଲୋକରେ ହୋଶାନା। ଆଜିର ଦିନର ଗୁରୁତ୍ୱ ଆମେ କଣ ବୁଝୁଛୁ ନା, ଆଜିର ଦିନରେ ଆମେ ଜାଣିବାର ଅଛି ଯେ ଯୀଶୁ ହଉଛନ୍ତି ସେ ମସିହା, ସେ ନିଜେ ପ୍ରମାଣିତ କରିଥିଲେ। ହାଲେଲୁୟା। କେମିତି? ଗର୍ଭବ ଉପରେ ଆସିବା ଦ୍ୱାରା ଭବିଷ୍ୟତ ବାକ୍ୟକୁ ସଫଳ କରି, ଭବିଷ୍ୟତବାଣୀର ବାକ୍ୟକୁ ଭବିଷ୍ୟତ ବକ୍ତାଙ୍କର ଭବିଷ୍ୟତବାଣୀକୁ ସଫଳ କରିବା ଦ୍ୱାରା ସେ ପ୍ରକାଶ କରିଥିଲେ ଯେ ସେ ହେଉଛନ୍ତି ଦାଉଦ ସନ୍ତାନ, ସେ ମସିହା, ଉଦ୍ଧାରକର୍ତ୍ତା। ଏଇ ଦିନରେ ଆମେ ଜାଣିବାର ଅଛି। ତାପରେ ଆମେ ଟିକେ ଦେଖିବା 10, 11, 12 ଏମିତି ପଢିବା। ଆଉ ସେ ଜେରୁସାଲେମରେ ପ୍ରବେଶ କରନ୍ତେ ନଗର ଯାକ ଏ କିଏ ବୋଲି ଚହଳ ପଡିଗଲା। ତାପରେ ସେଥିରେ ଲୋକ ସମୂହ କହିଲେ, ହଁ, ଏ ଗାଲିଲିସ୍ଥ ନାଜରିତ ଭଗବାନ ଯୀଶୁ। ଦେଖ, ତାପରେ ଲୋକମାନେ କହିଲେ ଏ ଗାଲିଲିର ନାଜରିତୀୟ ଭାବବାଦୀ କିଏ? ଦେଖ, ଏଠି ବି ଲୋକମାନେ ଆଉ ମସିହା ବୋଲିକି ମାନେ ଅଧା ଲୋକ ବିଶ୍ୱାସ କରୁନା। କଣ ବୋଲି କହୁଛନ୍ତି? ଗାଲିଲି ତ ଜଣେ ଭାବବାଦୀ। କିନ୍ତୁ ଆଗକୁ ଆମେ ଦେଖିବା ଯୀଶୁ ଆହୁରି ପ୍ରମାଣିତ କରୁଛନ୍ତି ଯେ ସେ ହଉଛନ୍ତି ମସିହା। ତାପରେ ଦେଖିବା 12, 13। ପରେ ଯୀଶୁ ହଁ। ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟ ବିକ୍ରୟ କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ। ଯୀଶୁ କୋଉଠି ପ୍ରବେଶ କଲେ? ଯେତେବେଳେ ଜେରୁସାଲେମରେ ଆସିଲେ, ସେ ଜେରୁସାଲେମର ମନ୍ଦିରରେ ପ୍ରବେଶ କଲେ। ହାଲେଲୁୟା। କାରଣ ସେ ପିତାଙ୍କର ଇଚ୍ଛାକୁ ସଫଳ କରିବା ପାଇଁ, ସେ କାର୍ଯ୍ୟକୁ ସେ ସାଧନ କରିବା ପାଇଁ ସେ ଆସିଲେ। ତାପରେ ପୁଣି ମୁଦ୍ରା ବ୍ୟବସାୟୀ ମାନଙ୍କର ମେଜ ଓ କାଠ ବ୍ୟବସାୟୀ ମାନଙ୍କର ଆସନ ଓଲଟାଇ ପକାଇଲେ। ଦେଖ, ସେ ଜେରୁସାଲେମ ମନ୍ଦିରରେ ମାନେ କଣ କରୁଛନ୍ତି? ମୁଦ୍ରା ବ୍ୟବସାୟ, କାନ୍ତା ବ୍ୟବସାୟ, ବିଜନେସ୍ ଚାଲିଛି। ଜେରୁସାଲେମ ମନ୍ଦିରରେ ବିଜନେସ୍ ଚାଲିଛି। କିନ୍ତୁ ଯେତେବେଳେ ଯୀଶୁ ଆସିଲେ ସବୁ ଓଲଟାଇ ପକାଇଲେ। ଆଉ ସେ କଣ କହିଲେ? 13 ପଦ। ଆଉ ଯୀଶୁ ସେମାନଙ୍କୁ କହିଲେ, ହଁ। ଲେଖା ଅଛି, ହଁ। ଆମର ଗୃହ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମେମାନେ ତାହାକୁ ଦସ୍ୟୁମାନଙ୍କ ପ୍ରହର କରୁଛ। ତାପରେ ଯୀଶୁ କହିଲେ, କଣ କହିଲେ? ଲେଖା ଅଛି ଆମର ଗୃହ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମେ ତାକୁ ଦସ୍ୟୁମାନଙ୍କର ଗୋବର କରୁଛ। ତାମାନେ ବିଜନେସ୍। ଚର୍ଚ୍ଚରେ ତୁମେ କଣ କରୁଛ? ବିଜନେସ୍ କରୁଛ। ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମେ ଆମ ଗୃହରେ କଣ କରୁଛ? ବିଜନେସ୍ କରୁଛ। ଆଉ ପ୍ରଭୁ ସବୁ ବିଜନେସ୍ କରିବା ଲୋକମାନଙ୍କୁ ଲେଖା ହେଇଛି ଆଉ ଗୋଟେ ପଦରେ, ଚାବୁକ ଗୋଟେ ବାହାର କଲେ ଆଉ ସବୁ ତାଙ୍କର ବିଜନେସ୍ ସବୁ ଓଲଟେଇ ପକେଇଲେ ଆଉ ବାହାର ଖେଳିଲେ। ଆଉ କହିଲେ ଆମର ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ। ହାଲେଲୁୟା। କାରଣ ସେ ପ୍ରଭୁଙ୍କର ପିତାଙ୍କର ଇଚ୍ଛାକୁ ସଫଳ କରିବା ପାଇଁ ସେ ଆସିଲେ। ତାପରେ ପୁଣି ମନ୍ଦିରରେ ଅନ୍ଧ ଓ ଗଞ୍ଜ ଲୋକେ ସେମାନଙ୍କ ଛାମୁକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ। ସେମାନଙ୍କୁ କଣ କଲେ? ସୁସ୍ଥ କଲେ। ଏଠି ଦୁଇଟା ଜିନିଷ ଆମେ ଶିଖିବା ଦରକାର ଯେ ପରମେଶ୍ୱର ଚାହୁଁଛନ୍ତି ଯେ ତାଙ୍କର ମନ୍ଦିରରେ ପ୍ରାର୍ଥନା ହେଉ ଆଉ ଲୋକମାନେ ସୁସ୍ଥ ହେଉ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଦେଖନ୍ତୁ, ଯୀଶୁ ଯେତେବେଳେ ଜେରୁସାଲେମ ମନ୍ଦିରରେ ପ୍ରବେଶ କଲେ, ସେ ଦୁଇଟା ଜିନିଷ ସେ କହୁଛନ୍ତି। ପ୍ରଥମ କଥା ହଉଛି ଏଇ ମନ୍ଦିର, ଏଇ ପ୍ରାର୍ଥନା ଗୃହ ମାନେ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବାର ଅଛି। ତାମାନେ ଚର୍ଚ୍ଚରେ ସବୁବେଳେ ପ୍ରାର୍ଥନା ହେବାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ଆମର ସମୟ ବାହାର କରିବାର ଅଛି। ଆମେ ପ୍ରାର୍ଥନା ପାଇଁ ଆଇବାର ଅଛି ସବୁବେଳେ। କାରଣ ଏଇ ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବାର ଅଛି। ତେବେ ଅନ୍ଧମାନେ ସୁସ୍ଥ ହେବେ।
तेबे खंज माने चलिबे आ या प्रभुकर इच्छा हालेलुया या प्रभुकर इच्छा जे चर्च रे अंध माने सुस्थ होंतु खंज माने चलंतु आ सिर्फ आपण देखि परबे एठी मंदिर रे अंध और खंज लोके ताको छामुक आसंते से मानन को सुस्थ कले हालेलुया दीटा जिंस चर्च प्रार्थना गृह बोली खात हबार अछि आ चर्च रे रोगी मान सुस्थ हबार एरा जेसु करे इच्छा प्रेज द लॉर्ड ताबरे हम नाक पड़िबा हां କିନ୍ତୁ ହଁ। ପ୍ରଧାନ ଯାଜକ ଓ ହଁ। ଶାସ୍ତ୍ରୀମାନେ ତାହାଙ୍କର କୃତ ଆଶ୍ଚର୍ଯ୍ୟ କର୍ମ ସବୁ ମନ୍ଦିର ମଧ୍ୟରେ ହୋଶାନା ଦାଉଦ ସନ୍ତାନ ପରି ଉଚ୍ଚ ସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତି ହେଲେ। देखो एठी फारसी साधु माने कोठी जाउछन्ती विरक्त होउछन्ती काई विरक्त होउछन्ती जानछन्ती अरे जो उपासना परमेश्वर को करबा कथा ए माने एई गोटे साधारण कालीलिस्त भाववादी को उपासना करछन्ती बोले फारसी साधु माने कहउछन् आ समाने को विरक्त हो जाउछन्ती ए पिला माने काई की उपासना करछन्ती ए पिला को चुप हेबा पई कुहो आ समाने उच्च स्वर रे करथवा पिला को देखि विरक्त हेले तापर 16 पद ପୁଣି ତାହାଙ୍କୁ ପଚାରିଲେ ହଁ। ଏମାନେ କଣ କହୁଛନ୍ତି ହଁ। ତାହାକି ତୁମେ ଶୁଣୁଅଛ ହୁଁ। ଯୀଶୁ ସେମାନଙ୍କୁ କହିଲେ ହଁ ତୁମେ ଶିଶୁ ଓ ସ୍ତନ୍ୟପାୟୀ ମାନଙ୍କ ଦୁଃଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ ଏହି କଥା କି ତୁମେମାନେ କେବେ ବି ପାଠ କରିନାହ। এই কথা কি তুমি পাঠ করে নাও এটি আহুরি যিশু প্রমাণিত করছন্তি কোন বলি প্রমাণিত করছন্তি যে যে মসিয়া আসবে তাঙ্কর যে গৌরব ভাব উপাসনা করিবে লোক মানে এই কথা কোন তুমি পাঠ করে নাও এ ফারসি সাধু মানে কোন পাঠ করে নাতি বলে প্রভু কହୁଛନ୍ତି আর তোলে বঢ়িয়া রেফারেন্স भी দিয়াছি যাও বঢ়িয়া আছে বাইবেল স্টাডি পাए ওড়িয়া বাইবেল বহুত ইম্পর্টেন্ট বহুত গুরুত্বপূর্ণ তোলে রেফারেন্স দিয়াছি পড়ন্তু কেতে রেফারেন্স আছে হ্যাঁ গীত সংহিতা কেতে 8 ର 2 কাড়ি পড়ন্তু কোন সেটি লেখা যাଉଛି সেই বাক্য সেই স্থানে সফল ହେଉଛି ତୁମେ ଶତ୍ରୁ ଓ ପ୍ରତିହିଂସକକୁ ହଁ। ଦମନ କରିବା ପାଇଁ ହଁ। ଆପଣା ବିପକ୍ଷଗଣ ସକାଶେ ଶିଶୁ ଓ ବୃଦ୍ଧ ପକ୍ଷମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ କରିଅଛ। ଦୁଗ୍ଧ ଦେଖ ଶିଶୁ ଓ ଦୁଗ୍ଧ ପୋଷ୍ୟ ମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ ତୁମେ ତାଙ୍କର ମୁଖରୁ ତୁମେ ନିଜ ପାଇଁ ମହିମା ଗୌରବ ପ୍ରଶଂସା ତୁମେ ପାଇବା ପାଇଁ ତୁମେ ସବୁ ନିର୍ଣ୍ଣୟ କରିଅଛ ହାଲେଲୁୟା ଦେଖନ୍ତୁ ସେଇ ସ୍ଥାନରେ ମଧ୍ୟ ସେ ଫାରସୀ ସାଧୁଙ୍କ ମାନଙ୍କୁ ମଧ୍ୟ ଯୀଶୁ କହି ଦଉଛନ୍ତି କଣ ତୁମେ ପାଠ କରିନା ଯେ ମସିହା ଯେତେବେଳେ ଆସିବେ ସେତେବେଳେ ସାନ ସାନ ଛୁଆମାନେ ମଧ୍ୟ ତାଙ୍କର ପ୍ରଶଂସା କରିବାକୁ ଲାଗିବେ ହାଲେଲୁୟା ଆଜିର ଦିନର ମହତ୍ତ୍ୱ କଣ ମୋ ପ୍ରିୟ ମାନେ ଆଜିର ଦିନ ଆମେ ଜାଣିବା ଦରକାର ଯେ ଯୀଶୁ ହେଉଛନ୍ତି ମସିହା ହାଲେଲୁୟା ସେ ପ୍ରମାଣିତ କରୁଛନ୍ତି ଆଜିର ଦିନରେ ସେ ହେଉଛନ୍ତି ମସିହା ଉଦ୍ଧାରକର୍ତ୍ତା ସେ ପରିତ୍ରାଣ ବିଶିଷ୍ଟ ସେ ପରିତ୍ରାଣକୁ ଧାରଣ କରନ୍ତି ଆଉ ସେ ପରିତ୍ରାଣକୁ ନେଇକି ଆସିବେ ବୋଲି ଯୋଉ ଜିକରିୟ ଭବିଷ୍ୟତ ବକ୍ତା କହିଥିଲେ ପଢିବା ଟିକେ ଜିକରିୟ 9 ଆଉ ଥରେ ପଢିବା ସ୍ପଷ୍ଟ ଭାବେ ସେଠି କେତେଟା ଜିନିଷ ଆମେ ଷ୍ଟଡି କରିବା ଜିକରିୟ 9 ଗୋ ସିଓନର ଗୋ ସିଓନର କନ୍ୟା କନ୍ୟା ଅତିଶୟ ଉଲ୍ଲାସ କର ଅତିଶୟ ଉଲ୍ଲାସ କର ଗୋ ଜେରୁସାଲେମର କନ୍ୟା ହଁ ଜୟଧ୍ୱନି କର ଜୟଧ୍ୱନି କର ଦେଖ ହଁ। ତୁମର ରାଜା ତୁମ ନିକଟକୁ ଆସୁଅଛନ୍ତି ତୁମର ରାଜା ତୁମ ନିକଟକୁ ଆସୁଅଛନ୍ତି ତାପରେ ସେ ଧର୍ମମୟ ଫାଷ୍ଟରେ ଲେଖା ହେଲା ସେ ହେଉଛନ୍ତି କିଏ ଧର୍ମମୟ ତାପରେ ଓ ପରିତ୍ରାଣ ବିଶିଷ୍ଟ ପରିତ୍ରାଣ ବିଶିଷ୍ଟ ହାଲେଲୁୟା এই যে ওয়ার্ড লেখা আছে পরিত্রাণ বিশিষ্ট মানে সে পরিত্রাণ কো নেই কি আসছন্তি ইংলিশ রে কোন লেখা আছে हाँ। 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 Look, your king is coming to you. He is righteous and victorious. Yet he is humble. Riding on a donkey. It ଲେଖା ହେଇଛି righteous ଆଉ victorious ବୋଲି ଲେଖା ହେଇଛି ଆଉ ଗୋଟେ ଟ୍ରାନ୍ସଲେସନରେ ଲେଖା ହେଇଛି ଯେ ସେ ହେଉଛନ୍ତି ଧର୍ମମୟ ଆଉ ସେ ପରିତ୍ରାଣ ବିଶିଷ୍ଟ ଓଡ଼ିଆରେ ବଢ଼ିଆ ଲେଖା ହେଇଛି ଇଂଲିଶରେ ଲେଖା ହେଇଛି he is having salvation ହାଲେଲୁୟା ଲେଖା ହେଇଛି ଟ୍ରାନ୍ସଲେସନରେ he is having salvation ତାଙ୍କ ଠାରେ ପରିତ୍ରାଣ ଅଛି ହାଲେଲୁୟା ଯୀଶୁଙ୍କ ଠାରେ ପରିତ୍ରାଣ ଅଛି ପାପ କ୍ଷମା ଅଛି ମୁକ୍ତି ଅଛି ଉଦ୍ଧାର ଅଛି
ରୋଗରୁ ଉଦ୍ଧାର, ପାପରୁ ଉଦ୍ଧାର, ସବୁ ପ୍ରକାର ବନ୍ଧନରୁ ଉଦ୍ଧାର, ସବୁ ପ୍ରକାର ଅଭିଶାପରୁ ଉଦ୍ଧାର ତାଙ୍କ ଠାରେ ଅଛି। ହାଲେଲୁୟା। ଯୀଶୁଙ୍କ ସମସ୍ତଙ୍କ ଯୀଶୁଙ୍କ ଠାରେ ଉଦ୍ଧାର ଅଛି, ପରିତ୍ରାଣ ଅଛି, ମୁକ୍ତି ଅଛି, ପାପ କ୍ଷମା ଅଛି। এই কথাটি চিখরে ভবিষ্যৎ বক্তা সে প্রকাশ করছেন। হালেলুয়া। ହେଲେ ଯେତେବେଳେ ସାନ ସାନ ଛୁଆମାନେ ଯୀଶୁଙ୍କର ପ୍ରଶଂସା କରିବାକୁ ଲାଗିଲେ, ଗୌରବ କରିବାକୁ ଲାଗିଲେ, ସେମାନେ ସବୁ ବିରକ୍ତ ହେଇଯାଉଛନ୍ତି ଫାରୁସୀ ସାଧୁମାନେ। ଆଉ କହୁଛନ୍ତି ଯେ ଏମାନଙ୍କୁ ତମେ ଚୁପ୍ କରିବା ପାଇଁ କୁହ। ଯଦି ଆମେ ତାକୁ ଆମେ ଯୌବନରେ ପଢିବା, ସେଠି ଟିକେ ସ୍ପଷ୍ଟ ଭାବରେ ଲେଖା ହେଇଛି। ଲୋକ 19 ଆମେ ପଢିବା 37, 38, 39, 37, 38, 39, 40। ହଁ ହଁ ସେ ଯେତେବେଳେ ଜିତ ପର୍ବତର ପ୍ରଣାଳୀ ସ୍ଥାନ ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଶୁଙ୍କର ଦେଖୁଥିବା ସମସ୍ତ ଶକ୍ତିର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ୱର କରି ଈଶ୍ୱରଙ୍କର ପ୍ରଶଂସା କରୁ କରୁ କହିଲେ, ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି ସେ ଧନ୍ୟ, ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା। ସେଥିରେ ଲୋକସଭା ମଧ୍ୟରୁ କେତେକ ଫାରୁସୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ। ସେ ଉତ୍ତର ଦେଲେ, ମୁଁ ତୁମମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ ପଥର ଗୁଡ଼ାକ ପାଟି କରିବେ। ଏମାନେ ତୁନି ହୋଇ ରହିଲେ ପଥର ଗୁଡାକ ପାଟି କରିବେ। ହାଲେଲୁୟା। କଣ ହେଇଛି ଘଟଣା? ଯେତେବେଳେ ପ୍ରଭୁ ଯୀଶୁ ଆସୁଛନ୍ତି, ପ୍ରଭୁଙ୍କର ପ୍ରଶଂସା କରିବା ଲୋକମାନେ ଆରମ୍ଭ କରିଦେଲେ। ହୋଶାନା, ଦାଉଦ ସନ୍ତାନ, ଊର୍ଦ୍ଧ୍ୱ ଲୋକରେ ମହିମା, ସ୍ୱର୍ଗରେ ଶାନ୍ତି ବୋଲି ସେମାନେ ପ୍ରଶଂସା କରିବାକୁ ଲାଗିଲେ। ସେତେବେଳେ ଫାରୁସୀ ସାଧୁକ ମାନେ ଧମକ କହିବାକୁ ଲାଗିଲେ, ଏ ଗୁରୁ ଏମାନଙ୍କୁ ଧମକ ଦିଅନ୍ତୁ, ଏମାନେ ଚୁପ୍ ହୁଅନ୍ତୁ। କାହିଁକିନା ଯେଉଁ ପ୍ରଶଂସା ମସିହାଙ୍କ ପାଇଁ କରିବା କଥା, ଯେଉଁ ପ୍ରଶଂସା ଉଦ୍ଧାରକର୍ତ୍ତା ପାଇଁ କରିବା କଥା, ଏମାନେ ଆପଣଙ୍କୁ କରୁଛନ୍ତି। ତାମାନେ ଏ ଫାରୁସୀ ସାଧୁକ ମାନେ ଯୀଶୁକୁ ଆଉ ମସିହା ବୋଲି ବିଶ୍ୱାସ କରୁ, ଏ ଗୋଟେ ଗାଲିଲୀର ଜଣେ ଭାବବାଦୀ ବୋଲି ସେମାନେ ବିଶ୍ୱାସ କରୁଛନ୍ତି। ଆଉ ସେଥିପାଇଁ ସେମାନେ କହୁଛନ୍ତି ଯେ ଏମାନଙ୍କୁ ଧମକ ଦିଏ, ଏମାନେ ଯେପରି ତୁନି ହୋ, ଏମାନେ ଚୁପ୍ କରନ୍ତୁ, ତୁନି ହୁଅନ୍ତୁ। ଯେଉଁ ପ୍ରଶଂସା ଆପଣଙ୍କୁ କରୁଛନ୍ତି, ଆପଣ କରିବା କଥା ନାହିଁ ବୋଲି ସେମାନେ କହିବାକୁ ଲାଗିଲେ। କିନ୍ତୁ ଯୀଶୁ କହିଲେ, ଏମାନେ ଯଦି ତୁନି ହେଇଯିବେ, ପଥର ଗୁଡାକ ପାଟି କରିବାକୁ ଲାଗିବେ। ହାଲେଲୁୟା। କାରଣ ଯୀଶୁ ହେଉଛନ୍ତି ଉଦ୍ଧାରକର୍ତ୍ତା, ସେ ପ୍ରଶଂସା ଗୌରବ ପାଇବା ପାଇଁ ଯୋଗ୍ୟ। ଏଠି ଆଉ ଗୋଟେ ଜିନିଷ କହିବି, ଯୀଶୁ ଯେତେବେଳେ ଗର୍ଦ୍ଧବରେ ଆସୁଛନ୍ତି, ଫାରୁସୀ ସାଧୁମାନେ ଜାଣିଥିଲେ ଯେ ଯିଏ ଗର୍ଦ୍ଧବରେ ଆସିବେ ସେ ହେଉଛନ୍ତି ପ୍ରଭୁ, ସେ ହେଉଛନ୍ତି ପ୍ରଭୁ ମାନେ ଈଶ୍ୱର, ଇଜ୍ ଗଡ୍, ସେ ହେଉଛନ୍ତି ପରମେଶ୍ୱର। କିନ୍ତୁ এই ଫାରୁସୀ ସାଧୁକ ମାନେ ସେଇ ଯେ ପରମେଶ୍ୱର ଏଟା ସ୍ୱୀକାର କରିବା ପାଇଁ ନାରାଜ। ନା ଇଏ କିପରି ପରମେଶ୍ୱର ହେଇପାରିବେ? ନାଇଁ ନାଇଁ ନାଇଁ, ଇଏ ତ ଗାଲିଲୀର ଜଣେ ଭାବବାଦୀ, ଇଏ ପରମେଶ୍ୱର ହେଇପାରିବେନି, ତ ଆମେ ତାଙ୍କୁ ବିଶ୍ୱାସ କରିପାରିବୁ ନାହିଁ ବୋଲି କହିବାକୁ ଲାଗିଲେ। କିନ୍ତୁ ଯୀଶୁ କହିଲେ, ଏମାନେ ଯଦି ତୁନି ହେବେ, ପଥର ଗୁଡାକ ପାଟି କରିବାକୁ ଲାଗିବେ, କହିବାକୁ ଲାଗିବେ ଯୀଶୁଙ୍କର ଗୌରବ ହଉ, ପ୍ରଶଂସା ହଉ, ମହିମା ହଉ। ହାଲେଲୁୟା। ଆରେ ପ୍ରଭୁ ଯୀଶୁ କେତେ ପ୍ରମାଣ କରୁଛନ୍ତି ଦେଖ। ସେ ହେଉଛନ୍ତି ରାଜା, ସେ ହେଉଛନ୍ତି ରାଜା, ଆଉ ସେ ହେଉଛନ୍ତି ପରମେଶ୍ୱର। এই ଦିନରେ ସେ ପ୍ରମାଣିତ କରୁଛନ୍ତି ସେ ହେଉଛନ୍ତି ରାଜା, ସେ ହେଉଛନ୍ତି ମସିହା, ସେ ହେଉଛନ୍ତି ପରମେଶ୍ୱର। ହାଲେଲୁୟା। କିନ୍ତୁ ସେ ମାନବ ରୂପ ଧାରଣ କଲେ, ଜଗତର ପାପ ବୋହି ନେଇଯିବା ପାଇଁ ସେ ପ୍ରକାଶିତ ହେଲେ। ଆପଣ ଯଦି ଦେଖିବେ ଜିକରିୟରେ ଆଉ ଥରେ ଦେଖିବେ, ତଳ ତଳ ପଦ ଲେଖା ହେଇଛି, ତାପରେ ସେ କ'ଣ କରିବାକୁ ଯାଉଛନ୍ତି। ଯିବା ଜିକରିକୁ ଯିବା, ଜିକରିରେ 9 ପର୍ବକୁ ଯିବା। 9 ପଦରେ ଆମେ ପଢିଗଲୁ, ସେ ଧର୍ମମୟ, ସେ ପରିତ୍ରାଣ ବିଶିଷ୍ଟ, ସେ ନମ୍ରଶୀଳ ଓ ଗର୍ଦ୍ଧବ ଉପରେ ଅର୍ଥାତ୍ ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। 10 ପଦ ପଢନ୍ତୁ। ଆମେ ପ୍ରିୟର ରଥ ଓ ଜେରୁସାଲେମର ଅସ୍ତ ଉଚ୍ଛିନ୍ନ କରିବା ଓ ଯୁଦ୍ଧ ବଳ ଉଚ୍ଛିନ୍ନ ହେବ। ଆଉ ସେ ଗୋଷ୍ଠୀଗଣକୁ ଶାନ୍ତିର କଥା, ସେ ଗୋଷ୍ଠୀଗଣକୁ କି କଥା କହିବେ? ଶାନ୍ତିର କଥା କହିବେ। ହାଲେଲୁୟା। ତାପରେ ତାହାଙ୍କର ରାଜ୍ୟ ଏକ ସମୁଦ୍ର ଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀ ଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ। ହାଲେଲୁୟା। ତାଙ୍କ ରାଜ୍ୟ କେମିତି ହେବ? ଏକ ସମୁଦ୍ର ଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀ ଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ। ପ୍ରେଜ୍ ଦ ଲର୍ଡ।
ଏଠି ଇଥରେ ଭବିଷ୍ୟତ ବକ୍ତା ମଧ୍ୟ ପ୍ରକାଶ ବି କରୁଛନ୍ତି ଯେ ସେ ରାଜ୍ୟ କରିବାକୁ ଯାଉଛନ୍ତି। ହାଲେଲୁୟା। ସେ ରାଜ୍ୟ କରିବେ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସେ ରାଜ୍ୟ କରିବେ। ଆଉ ଆପଣ ଦେଖନ୍ତୁ ଯୀଶୁ ଯେତେବେଳେ ପରିତ୍ରାଣ ସାଧନ କଲେ ପୁନରୁତ୍ଥାନ ହେଲେ, ଆଉ ଲୋକମାନେ ଯୀଶୁଙ୍କ ପଥରେ ଚାଲିବାକୁ ଲାଗିଲେ। ଆଉ ଶିଷ୍ୟମାନେ ସବୁ ଦେଶକୁ ଚାରିଆଡ଼େ ବିଛି ଗଲେ, ଚାରିଆଡ଼େ ଗଲେ, ସୁସମାଚାର ପ୍ରଚାର କଲେ। ଆଉ ଆଜି ପୃଥିବୀର ସବୁ ଦେଶରେ ଯୀଶୁଙ୍କୁ ବିଶ୍ୱାସ କରିବା ଲୋକ ଅଛନ୍ତି। ହାଲେଲୁୟା। ଆଉ ଅଧିକ ମାତ୍ରାରେ ଅଲ୍ ଓଭର ୱାର୍ଲଡ ଖ୍ରୀଷ୍ଟିଆନ ପପୁଲେସନ ଅଧିକ ଅଛି। କାରଣ ଯୀଶୁ ରାଜ୍ୟ କରିବା ପରମେଶ୍ୱର। ହାଲେଲୁୟା। ତାଙ୍କ ରାଜ୍ୟ ଗୋଟିଏ ଜାଗାରେ ସୀମିତ ରହିବ ନାହିଁ, ତାଙ୍କ ରାଜ୍ୟ ବିସ୍ତାର ହେବ। ଆମେନ୍। ହାଲେଲୁୟା। ଯଦି ତୁମେ ମାନେ ତାଙ୍କର ପ୍ରଶଂସା କରିବ ନାହିଁ, ପଥର ଗୁଡାକ ପ୍ରଶଂସା କରିବାକୁ ଲାଗିବେ। ଯଦି ତୁମେ ମାନେ ତାଙ୍କର ସେବା କରିବ ନାହିଁ, ପଥର ପରି ଲୋକମାନେ ଆସିବେ ସେବା କରିବେ। ଯେଉଁମାନଙ୍କର ହୃଦୟ ଆଜି ପଥରିଆ, ସେଇ ଲୋକମାନେ ଆସିବେ ଯୀଶୁଙ୍କର ସେବା କରିବା ପାଇଁ। କାରଣ ଯୀଶୁ ମୃତ୍ୟୁବରଣ କଲେ, ଆଉ ମୃତ୍ୟୁକୁ ଜୟ କରି ଆସିଲେ, ଆଉ ସେ ଜୀବିତ ପରମେଶ୍ୱର ଅଟନ୍ତି। ହାଲେଲୁୟା। ସେଥିପାଇଁ ଯଦି ଆମେ ମାନେ ସେବା କରିବା ନାହିଁ, ତେବେ ପଥର ପରି ହୃଦୟର ଲୋକମାନେ ଉଠିବେ ଯୀଶୁଙ୍କର ସେବା କରିବା ପାଇଁ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ବର୍ତ୍ତମାନ ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି ତାଙ୍କର ସେବା ଭଲ କରି କରିବା ପାଇଁ। ହାଲେଲୁୟା। କ'ଣ କେମିତି କରିବା ପାଇଁ? ଅଳସୁଆ ହେଇକିରି କରିବା ପାଇଁ, ଯତ ଖତ ହେଇକିରି କରିବା ପାଇଁ? ସେମିତି ହେଲେ ପ୍ରଭୁ ପଥର ଗୁଡ଼ାକ ଠିଆ କରିଦେବେ, ଆଉ ସେମାନେ ପ୍ରଭୁଙ୍କ ସେବା କରିବାକୁ ଲାଗିବେ। ଏଇଟା ପ୍ରଭୁ ଆଜି ଆମକୁ ସୁଯୋଗ ଦେଇଛନ୍ତି। ହାଲେଲୁୟା। କିଏ ଭାବୁଛନ୍ତି ପ୍ରଭୁ ଆମକୁ ଆଜି ସୁଯୋଗ ଦେଇଛନ୍ତି? ପ୍ରେଜ୍ ଦ ଲର୍ଡ। ଯଦି ସୁଯୋଗ ଦେଇଛନ୍ତି, ଆମେ ସେବା କଲା ପରି ସେବା କରିବା। ଆମେନ୍। ଆମେ ପ୍ରଚାର କଲା ପରି ପ୍ରଚାର କରିବା। ଆମେ ତାକୁ ଗୁରୁତ୍ୱର ସହିତ ନେବା। ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି, ମୁଁ ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ହୃଦୟ, ସମସ୍ତ ଶକ୍ତି ଦେଇ ମୁଁ ଆପଣ ପରମେଶ୍ୱରଙ୍କ ସେବା କରିବି। କାରଣ ଯୀଶୁ ହେଉଛନ୍ତି ସତ୍ୟ ପରମେଶ୍ୱର। ହାଲେଲୁୟା। ଯୀଶୁ ହେଉଛନ୍ତି ଜୀବିତ ପରମେଶ୍ୱର। ଏଇ ଦିନରେ ସେ ପ୍ରମାଣିତ ସେ କଲେ। କିନ୍ତୁ ଫାରୁସୀ ସାଧିକ ମାନେ ତାଙ୍କର ସେବା କରିବା ପାଇଁ ଅଗ୍ରାହ୍ୟ କଲେ, କିନ୍ତୁ ସାନ ସାନ ପିଲାମାନେ ଯୀଶୁଙ୍କର ସେବା କରିବାକୁ ଲାଗିଲେ। ହାଲେଲୁୟା। ଯଦି ଆମେ ସେବା କରିବା ନାହିଁ, ପ୍ରଭୁ ସାନ ସାନ ପିଲାମାନଙ୍କୁ ବି ଠିଆ କରିବେ ତାଙ୍କର ସେବା କରିବା ପାଇଁ। ତାଙ୍କର ସେବା କେବେ ବନ୍ଦ ହେବ ନାହିଁ। ପ୍ରେଜ୍ ଦ ଲର୍ଡ। ତାଙ୍କର ସେବା ବଢ଼ିବ, ଆଉ ବଢ଼ି ବଢ଼ି ଯିବ। ଯଦି ଆମ ଦ୍ୱାରା ହେଲା ନାହିଁ, ଅନ୍ୟମାନଙ୍କ ଦ୍ୱାରା। ସେଥିପାଇଁ ଆମକୁ ସୁଯୋଗ ମିଳିଥିବା ସମୟରେ ଆମେ ଭଲ କରି ସେବା କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମର ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବ। ପ୍ରେଜ୍ ଦ ଲର୍ଡ। ଆମର ଶରୀର ମଧ୍ୟ ଗୋଟେ ଗୃହ, ହଁ କି ନାହିଁ? ଏଇ ଶରୀର ମଧ୍ୟ ଗୋଟେ ମନ୍ଦିର, ଆଉ ଏଇ ମନ୍ଦିର ମଧ୍ୟ ପ୍ରାର୍ଥନାର ମନ୍ଦିର ବୋଲି ଖ୍ୟାତ ହେବାର ଅଛି। ନା ଆପଣ ମାନେ ଜଣେ ଜଣେ ଗୋଟେ ପ୍ରାର୍ଥନାର ବ୍ୟକ୍ତି ବୋଲି ଖ୍ୟାତ ହେବାର ଅଛି। କି ବ୍ୟକ୍ତି? ଆଜି ଏତେ ସମସ୍ୟା କାହିଁକି? କାହିଁକି ନା ପ୍ରତିଦିନ ଆମେ ପ୍ରାର୍ଥନାମୟ ଜୀବନ କାଟୁନା, ସେଥିପାଇଁ ଅଧିକ ସମସ୍ୟା। ପ୍ରାର୍ଥନା କମି ଯାଉଛି, ସେଥିପାଇଁ ଡିଷ୍ଟର୍ବାନ୍ସ ଆସୁଛି। ପ୍ରାର୍ଥନା ଯେତେ ଅଧିକ ହେବ, ସେତେ ଅଧିକ ସବୁ ବିଷୟ ପ୍ରଭୁ ନିୟନ୍ତ୍ରଣ କରିବାକୁ ଲାଗେ। ହାଲେଲୁୟା। ସେତେ ଅଧିକ ଆମେ ପ୍ରଭୁଙ୍କୁ ସୁଯୋଗ ଦେବା କାର୍ଯ୍ୟ କରିବା ପାଇଁ। ପ୍ରାର୍ଥନା କମିଗଲେ ଶୈତାନ ସୁଯୋଗ ପାଇବ କାର୍ଯ୍ୟ କରିବା ପାଇଁ। ଏଣୁ ପ୍ରାର୍ଥନା ବଢ଼େଇଲେ ଶୈତାନ ସ୍ଥାନ ପାଇପାରିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏଥିପାଇଁ ଆମମାନଙ୍କର ପ୍ରାର୍ଥନା ବଢ଼ିବା ନିହାତି ଦରକାର ଅଛି। ହେଇପାରେ କୌଣସି କାରଣବଶତଃ ଚର୍ଚ୍ଚରେ ଯଦି ପ୍ରାର୍ଥନା ହେଇପାରିଲା ନାହିଁ, ଆପଣ ଘରେ ବସି ପ୍ରାର୍ଥନା କରିପାରିବେ। କାରଣ ଏଇ ଗୃହ, ହାଲେଲୁୟା, କୁହନ୍ତୁ, ଏଇ ଗୃହ ଆପଣଙ୍କ ଶରୀର ହେଉଛି ଗୋଟେ ଗୃହ। ଏଇ ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବାର। ଯୀଶୁ କହିଲେ ମୋର ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବ। ଯୀଶୁ କୋଉଠି ଅଛନ୍ତି? ଏଇ ଗୃହରେ ଅଛନ୍ତି। ହାଲେଲୁୟା। ଯୀଶୁ କହୁଛନ୍ତି ଏଇ ଗୃହ। ଆମେନ୍। ଏଇ ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ। এইটা ବି ଖ୍ୟାତ, ଏଇ ଗୃହ ବି ଖ୍ୟାତ ହେବାର ଅଛି, ଏଇ ଗୃହ ବି ଖ୍ୟାତ ହେବାର ଅଛି। ସେଥିପାଇଁ ଦେଖନ୍ତୁ ଆପଣମାନେ ଜଣେ ଜଣେ ଏତେ ପ୍ରାର୍ଥନା କରିବେ, ଆଜି ସେମାନେ ପ୍ରାର୍ଥନାକାରିଣୀ ବୋଲି ଖ୍ୟାତ। ସ୍ତ୍ରୀ ଲୋକମାନେ ବିଶେଷ କରି ବହୁତ ପ୍ରାର୍ଥନା କରନ୍ତି। ଆଉ ଦେଖିବେ ଲୋକମାନେ ଖୋଜି ଖୋଜି ଯାଉଥିବେ, କିଏ ପ୍ରାର୍ଥନା କରୁଛନ୍ତି, କିଏ ନାଇଁ ସେଠି ଅଙ୍କ ଭଉଣୀ ଅଛନ୍ତି, ସେ ପ୍ରାର୍ଥନା କରୁଛନ୍ତି। ଦେଖନ୍ତୁ ଲୋକମାନେ ଆଡ୍ରେସ୍ ଦେଉଛନ୍ତି ଯେ ଅଙ୍କ ଭଉଣୀ ଅଛନ୍ତି ଯିଏକି ପ୍ରାର୍ଥନା କରନ୍ତି। ତାମାନେ ଲୋକଙ୍କର ଭିତରେ ପ୍ରାର୍ଥନା ସେ କରନ୍ତି ବୋଲି ସେ ଖ୍ୟାତ ଅଟନ୍ତି।
କାରଣ ଯୀଶୁ କହିଲେ ଆମ୍ବ ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବେ। ଯୀଶୁ ଚାହୁଁଛନ୍ତି ଆପଣ ଖ୍ୟାତ ହୁଅନ୍ତୁ, ଆପଣ ପ୍ରାର୍ଥନା କରିବା ଲୋକ ବୋଲି ଖ୍ୟାତ ହୁଅନ୍ତୁ। ଆଉ ହାଲେଲୁୟା। କିଏ ସେମିତି ହେବା ପାଇଁ ଚାହୁଁଛନ୍ତି କି? 1 2 3 4 5 6 ଲୋକ କିଏ ଅଧା ଅଧା ଚାହୁଁଛନ୍ତି। ପ୍ରଭୁ ଚାହୁଁଛନ୍ତି ଆପଣ ପ୍ରାର୍ଥନା କରିବା ବ୍ୟକ୍ତି ବୋଲି ଖ୍ୟାତ ହୁଅନ୍ତୁ, ପ୍ରାର୍ଥନା କରିବା ବ୍ୟକ୍ତି ବୋଲି ଖ୍ୟାତ ହୁଅନ୍ତୁ। ମୁଁ ତ କହୁଛି ଆମର ଚର୍ଚ୍ଚର ପ୍ରତ୍ୟେକ ଜଣ ଯଦି ଏମିତି ପ୍ରାର୍ଥନା କରିବା ଲୋକ ହେବ, ଏ ବିଜୁ ପଲ୍ଲୀକୁ ପରିବର୍ତ୍ତନ ହେବା ଟାଇମ୍ ଲାଗିବ। ହାଲେଲୁୟା। ସବୁ ସ୍ପିଡ୍ ଅପ୍ ହେଇଯିବ, ଶୀଘ୍ର ଶୀଘ୍ର ହେବାକୁ ଲାଗିବ। ଏଣୁ ପ୍ରଭୁ ଚାହୁଁଛନ୍ତି ଆପଣ ପ୍ରାର୍ଥନା କରିବା ବ୍ୟକ୍ତି ବୋଲି ଖ୍ୟାତ ହୁଅନ୍ତୁ। ଆମେନ୍। ସେକେଣ୍ଡ ପଏଣ୍ଟ କ'ଣ କହିଲି? ରୋଗୀମାନଙ୍କୁ ସୁସ୍ଥ କରିବାକୁ ଲାଗିଲେ ଆପଣ। ପ୍ରେଜ୍ ଦ ଲର୍ଡ। ଯୀଶୁ କ'ଣ କଲେ? ମନ୍ଦିରରେ ପ୍ରବେଶ କଲେ, କହିବାକୁ ଲାଗିଲେ ଆମର ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବ। ତାପରେ ସେ ଅନ୍ଧ ମାନଙ୍କୁ ସେ ସୁସ୍ଥ କରିବାକୁ ଲାଗିଲେ। ଆପଣ ଯେତେବେଳେ ପ୍ରାର୍ଥନା କରିବା ବ୍ୟକ୍ତି ହେବେ ନା, ଆପଣ ରୋଗୀମାନଙ୍କୁ ସୁସ୍ଥ କରିବାକୁ ଲାଗିବେ। ଆପଣ ପ୍ରାର୍ଥନା କଲେ ରୋଗୀମାନେ ସୁସ୍ଥ ହେବାକୁ ଲାଗିବେ। ମଣ୍ଡଳୀ ପୂର୍ଣ୍ଣ ହେବ କି ନାହିଁ? ହେବ କି ନାହିଁ? ଯେଉଁ ସେବା ପ୍ରଭୁ ଆପଣଙ୍କୁ ଦେଇଛନ୍ତି ସେ ସେବା ସମ୍ପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ଶକ୍ତି, ମନ, ପ୍ରାଣ, ଆତ୍ମା ଦେଇ କରନ୍ତୁ। ଦେଖିବେ ବିଜୁ କଲିଆ ଚେଞ୍ଜ ହେବାକୁ ଟାଇମ୍ ଲାଗିବ। ପ୍ରେଜ୍ ଦ ଲର୍ଡ। ଆପଣ ଭାବନ୍ତୁ ନାହିଁ ଯେ ସେ ଭଉଣୀଆକୁ ପ୍ରାର୍ଥନା କରିବା ଲୋକ, ସେ ଭାଇଆକୁ ପ୍ରାର୍ଥନା କରିବା ଲୋକ। ନାଇଁ, ଆପଣ ମଧ୍ୟ ପ୍ରାର୍ଥନା କରିବା ବ୍ୟକ୍ତି ବୋଲି ଖ୍ୟାତ ହେଇଯାଆନ୍ତୁ, ଖ୍ୟାତ ହେଇଯାଆନ୍ତୁ, ଖ୍ୟାତ ହେଇଯାଆନ୍ତୁ। ଆରେ ଟିକେ ଜୋରସେ ଆମେନ୍ କୁହନ୍ତୁ। ହାଲେଲୁୟା। ବୋलो ଯୀଶୁ ମହାରାଜ की। ଓ ଗୋଟେ ଉଚ୍ଚ କରତା ଦେଇ ପ୍ରଭୁ ଧନ୍ୟବାଦ। ହାଲେଲୁୟା। ଆଜି ଆମେ ବିଶ୍ୱ ପ୍ରଚାର କରିବୁ ନାହିଁ, କିନ୍ତୁ ସେଇ ରାଜାଙ୍କୁ ଆମେ ଯେ ଜେକାର କରିବା। ରେଡି କରିବା କି? କାରଣ ସେ ମସିହା, ସେ ଉଦ୍ଧାର କର୍ତ୍ତା, ସେ ଉଦ୍ଧାର କରିବାକୁ ଆସିଲେ। ଆମେନ୍। এই ଦିନରେ ଖାଲି ସେତିକି ଆଗ ଜାଣିବାର ଅଛି, ଆଉ ନିଜ ହୃଦୟରେ ଆମେ ତାଙ୍କୁ ୱେଲକମ୍ କରିବାର ଅଛି। ସେ ଯେତେବେଳେ ଜେରୁସାଲେମରେ ପ୍ରବେଶ କଲେ, ଅନେକ ଲୋକ ତାଙ୍କୁ ୱେଲକମ୍ କଲେ, କିନ୍ତୁ ଅନେକ ଲୋକ ନିଜ ଜୀବନରେ ତାଙ୍କୁ ଅଗ୍ରାହ୍ୟ କଲେ। ଫାରୁସୀ ସାଧୁମାନେ, ଯେଉଁମାନେ ନିଜକୁ ବେଶୀ ବୁଦ୍ଧିମାନ, ବେଶୀ ଜ୍ଞାନୀ ବୋଲି ଭାବୁଥିଲେ, ସେମାନେ ଏକା ଯୀଶୁଙ୍କୁ ଅଗ୍ରାହ୍ୟ କଲେ। କିନ୍ତୁ ଯେଉଁମାନେ ନମ୍ର ଥିଲେ, ଯେଉଁମାନେ ବହୁତ ସେ ଦବେଇ ହୋଇଲେ, ସେମାନେ ଯୀଶୁଙ୍କୁ ଗ୍ରହଣ କଲେ, ୱେଲକମ୍ କଲେ, ନିଜ ଜୀବନରେ ପ୍ରଭୁ ବୋଲି ମାନିନେଲେ। ଆଉ ପ୍ରଭୁ ତାଙ୍କ ସବୁ ବିଷୟରୁ ତାଙ୍କୁ ବାହାର କଲେ। ହାଲେଲୁୟା। ତାଙ୍କ ଜୀବନରେ ଶାନ୍ତି ଆସିଲା, ଉଦ୍ଧାର ଆସିଲା। କେମିତି କଲେ? ଚିଖରେ ଟିକେ ଯିବା ଟିକେ 9 ଅଧ୍ୟାୟର 11 ପଦ ଟିକେ ପଢିବା। ତୁମ ନିୟମର ରକ୍ତ ସକାଶୁ ଆମେ ତୁମର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରୁଅଛୁ। ହାଲେଲୁୟା। ସେ ତାଙ୍କର ରକ୍ତ ଦ୍ୱାରା ସେ ବନ୍ଧନର ଲୋକମାନଙ୍କୁ ମୁକ୍ତ କଲେ। କେମିତି? ରକ୍ତ ଦ୍ୱାରା। କ'ଣ ଲେଖା ହେଇଛି? ତୁମ ନିୟମର ରକ୍ତ ସକାଶୁ ଆମ୍ଭେ ତୁମର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରୁଅଛୁ। ଆମ୍ଭେ ତୁମର ବନ୍ଦୀମାନେ, ତାମାନେ ବନ୍ଦୀରେ ଥିବା ଲୋକମାନଙ୍କୁ ଯୀଶୁ ତାଙ୍କ ରକ୍ତ ଦ୍ୱାରା ମୁକ୍ତ କଲେ। ଯୀଶୁ ତାଙ୍କ ରକ୍ତ ଦ୍ୱାରା ମୁକ୍ତ କଲେ। ପାପର ବନ୍ଧନରେ ବନ୍ଦୀ ହେଇଯାଇଥିଲେ, ରୋଗର ବନ୍ଧନରେ ବନ୍ଦୀ ହେଇଯାଇଥିଲେ, ଶୈତାନ ଦ୍ୱାରା ବନ୍ଦୀ ହେଇଯାଇଥିଲେ। ପ୍ରଭୁ ସେଇ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ସେ ନିଜ ରକ୍ତ ଦେଇଛନ୍ତି। ପ୍ରଭୁ ଆମମାନଙ୍କୁ ମୁକ୍ତ କରିବା ପାଇଁ ସେ ନିଜ ରକ୍ତ ଦେଇଛନ୍ତି। ହାଲେଲୁୟା। এই যাত্রা সে কোন পাই কলে? এই যাত্রা সে কলে নিজ রক্ত দেই বন্দী মানকু বা জগতর লোক মানকু মুক্ত করিবা পাই। হালেলুয়া। আর ইহা যে বিশ্বাস করিব সে অভিশাপ মুক্ত হইব, সে শয়তানর বন্ধন মুক্ত হইব, সে রোগর বন্ধন মুক্ত হইব, সবু বন্ধন মুক্ত হইব। কোন বলি বিশ্বাস করিব? যিশু হচ্ছেন সেই মসিহা। মু আজি মো জীবনে তাকে ওয়েলকম করুছি। এই জীবনের এই মন্দিরে সে বাস করন্তু। আর এই মন্দির এই শরীর প্রার্থনার গৃহ বলে খ্যাত হেউ। আর এই দ্বারা এই মন্দির দ্বারা পরমেশ্বর গৌরব কে কে চাହୁଁଛନ୍ତି? ହାଲେଲୁୟା। ଆସନ୍ତୁ ସବୁ ଠିଆ ହେଇଯିବା, ପରମେଶ୍ୱର ଗୌରବ କରିବା ଯୀଶୁଙ୍କୁ। ସେଇଦିନ ସେମାନେ ହୋସାନ୍ନା ହୋସାନ୍ନା, ଦାଉଦ ସନ୍ତାନ ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ ବୋଲି କହିଲେ। ଆଜି ଆମେ ସେପରି ଜାଣିବା। କିଏ ଜାଣିଲେ? ଯୀଶୁ ହେଉଛନ୍ତି ରାଜା, ମସିହା। ସେ ପ୍ରମାଣ ଦେଲେ ସେ ନମ୍ର ରାଜା। ସେ ଗର୍ଦ୍ଧବ ଉପରେ ଆସିଲେ,
ସେ ଯେପରି ନମ୍ର ଆଜି ଆମେ ସେପରି ନମ୍ର ହେବାର ଅଛି। ସେ ଯେପରି ନିଜକୁ ନତ କଲେ ଆଜି ଆମେ ତାଙ୍କ ଆଗରେ ନିଜକୁ ନତ କରିବାର ଅଛି। ପ୍ରଭୁ କହିଲେ ତୁମେ ପ୍ରଭୁଙ୍କର ବଳବନ୍ତ ହସ୍ତ ତଳେ ଆପଣ ଆପଣଙ୍କୁ ଉନ୍ନତ କର, ତରି ସେ ତୁମକୁ ଉଚିତ ସମୟରେ ଯଥା ସମୟରେ ସେ ତୁମକୁ ଉନ୍ନତ କରିବେ। ହାଲେଲୁୟା। ମୋ ପ୍ରିୟମାନେ, ଏହି ସମୟ ହେଉଛି ଯୀଶୁ ରାଜାଙ୍କୁ ଗୌରବ କରିବା ସମୟ, ଯୀଶୁଙ୍କୁ ରାଜାଙ୍କୁ ମହିମା କରିବା ସମୟ। କାରଣ ସେ ଆପଣଙ୍କ ପାଇଁ ଆଉ ମୋ ପାଇଁ ଏହି ଦିନ ସେ ବିଜୟ ଯାତ୍ରା କରିଥିଲେ। ଏହି ଦିନ ସେ ଯାତ୍ରା କରିଥିଲେ ଶତ୍ରୁ ହସ୍ତରେ ସମର୍ପଣ ହେବା ପାଇଁ। ଏହି ଦିନ ସେ ଯାତ୍ରା କରିଥିଲେ କ୍ରୁଶରେ ନିଜର ଜୀବନ ଦେବା ପାଇଁ। ଏହି ଦିନ ସେ ଯାତ୍ରା କରିଥିଲେ ସାରା ଆପଣଙ୍କର ମୋର ଆଉ ସାରା ଜଗତର ପାପକୁ କ୍ରୁଶ ଉପରେ ବହି ନେଇଯିବା ପାଇଁ। ଏହି ଦିନ ସେ ଯାତ୍ରା ଆରମ୍ଭ କରିଥିଲେ ମୋ ପ୍ରିୟମାନେ। ଯଦି ସେ ପ୍ରଭୁ ଯାତ୍ରା କରିନଥାନ୍ତେ ତେବେ ଆଜି ଆମମାନେ ସେହିପରି ବନ୍ଧନରେ ଥାନ୍ତୁ। ସେ ପରିତ୍ରାଣ ବିଶିଷ୍ଟ, ସେ ଧର୍ମମୟ, ସେ ପରିତ୍ରାଣ ବହନ କରି ସେ ଯାତ୍ରା କରିଥିଲେ। ସେ ଆପଣଙ୍କୁ ସେ ପରିତ୍ରାଣ ଦେବା ପାଇଁ, ସେ ଆପଣଙ୍କ ମତେ ସମସ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ, ଉଦ୍ଧାର କରିବା ପାଇଁ ସେ ମସିହା ଭାବେ ସେ ବିଜୟ ଯାତ୍ରା କରିଥିଲେ। ଆପଣଙ୍କୁ ଶୈତାନରୁ ବିଜୟ ଦେବା ପାଇଁ, ପାପର ବନ୍ଧନରୁ ବିଜୟ କରିବା ପାଇଁ ସେ ଯାତ୍ରା ଆରମ୍ଭ କରିଥିଲେ। କଣ ଆମେ ତାଙ୍କର ମହିମା କରିବା ନାହିଁ କି? ସେଇଦିନ ସାନ ସାନ ପିଲାମାନେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ, କିନ୍ତୁ ଫାରୁସିଆ ଶାସ୍ତ୍ରୀ ମାନେ ତାଙ୍କୁ ଧମକ ଦେବାକୁ ଲାଗିଲେ। କିନ୍ତୁ ଯୀଶୁ କହିଲେ ଏମାନଙ୍କୁ ଯଦି ଚୁପ୍ ହେବେ ପଥର ଗୁଡାକ ପ୍ରଶଂସା କରିବାକୁ ଲାଗିବେ। ମୋ ପ୍ରିୟମାନେ, ଆଜି ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି ତାଙ୍କର ସେବା କରିବା। ସମସ୍ତେ ଦୁଇଟି ହସ୍ତ ସ୍ୱର୍ଗ ଆଡେ ଉଠେଇବା, ଯୀଶୁଙ୍କ ଆଡେ ଉଠେଇବା, ସେ କୃଷକୁ ଲକ୍ଷ୍ୟ କରିବା। ସେ ବିଜୟ ଯାତ୍ରା ପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଇଯିବା। ଏଭରିବଡି କେହି ମଧ୍ୟ ଚୁପ୍ ରୁହନ୍ତୁ ନାହିଁ, ନହେଲେ ପଥର ମାନେ ପାଟି କରିବାକୁ ଲାଗିବେ। ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। ঊর্ধ্ব লোকের মহিমা, হোসানা হোসানা হোসানা, হালেলুয়া। You deserve the glory. ସମସ୍ତେ କେହି ବି ଚୁପ୍ ରୁହନ୍ତୁ ନାହିଁ, ସବୁ ମୁଖ ଖୋଲି ଯୀଶୁଙ୍କର ମହିମା କରି ଯାଆନ୍ତୁ। କାରଣ ସେ ମହିମା ପାଇବାକୁ ଯୋଗ୍ୟ। ଆପଣଙ୍କ ରୂପ ଶରୀର ତାଙ୍କୁ ପ୍ରଶଂସାର ରୂପ ପ୍ରଶଂସା କରିବା ଶରୀର ହେଇଯାଉ। ଆପଣଙ୍କର ମୁଖ ତାଙ୍କର ପ୍ରଶଂସା କରିବା ମୁଖ ହେଇଯାଉ। ଆପଣଙ୍କର ଶରୀର ତାଙ୍କର ଗୌରବ କରିବା ଶରୀର ହେଇଯାଉ। ହୋଲି ହୋଲି ହୋଲି, ହାଲେଲୁୟା। ହୋଶାନା ବାଲିହି ଲୁବସି, ହୋଶାନା ହୋଶାନା লিবাবা শাখায় বাবা। হোলি হোলি হোলি, গৌরব সম্ভ্রম মহিমা যীশুଙ୍କର ମହାରାଜାଙ୍କର ହେଉ। ହାଲେଲୁୟା। ବାବା ଲାବା শাখায় ବାବା। ଏଭରିବଡି ୟେସ୍, ସମସ୍ତେ ଉଚ୍ଚ ସ୍ୱର କରନ୍ତୁ। ଦାଉଦ ସନ୍ତାନ, ତୁମର ହୋଶାନା, ତୁମର ସ୍ତୁତି ମହିମା। Hallelujah.